ମାତ୍ର ଆଉ କେତୋଟି ଦିନର ଅପେକ୍ଷା ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ସିପିଟି 2024ର ଆବେଦନ ପ୍ରକ୍ରିୟା। ତେବେ ଆସନ୍ତୁ ଜାଣିନେବା ପୂର୍ବବର୍ଷମାନଙ୍କରେ ଓଡ଼ିଶାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟମାନଙ୍କରେ ପିଜି ପାଇଁ ଯାଇଥିବା କଟଅଫ୍ ବିଷୟରେ। ଆପଣମାନଙ୍କୁ ମୁଁ ଡେସ୍କ୍ରିପସନରେ ଏହାର ଡାଇରେକ୍ଟ ଲିଙ୍କ ପ୍ରଦାନ କରିଦେବି। ଆପଣମାନେ ସେ ଲିଙ୍କକୁ ଯାଇ ଓଡ଼ିଶାର ସମସ୍ତ ୟୁନିଭର୍ସିଟି ଏବଂ ଅଟୋନମସ୍ କଲେଜ ଯେଉଁ କଲେଜରେ ପିଜି ସିଟ୍ ଆଭେଲେବୁଲ୍ ଅଛି ତାହାର ସମସ୍ତ ବର୍ଷର କଟଅଫ୍ ପାଇପାରିବେ। ତେବେ ଆସନ୍ତୁ ଜାଣିନେବା କିପରି ଆପଣମାନେ ସେ ଲିଙ୍କକୁ ଭିଜିଟ୍ କରି ଦେଖିପାରିବେ ପୂର୍ବ ବର୍ଷମାନଙ୍କର କଟଅଫ୍। ଆପଣମାନେ ଦେଖିପାରୁଥିବେ ମୁଁ ବର୍ତ୍ତମାନ ସାମ୍ସ ୱେବସାଇଟ୍ରେ ଅଛି ଏବଂ ସେଠି ଶୋ କରୁଛି କଟଅଫ୍ ମାର୍କସ୍ ଇନଫର୍ମେସନ୍ ଡିଟେଲ୍ସ। ପ୍ରଥମେ ସେ ବର୍ଷ ବା ଇୟର୍ ଲେଖିଛି। ଇୟର୍କୁ ଆମେ ସିଲେକ୍ଟ କଲେ ଦେଖିପାରୁଥିବେ 2023-24ର ଅଛି, 2022-23ର ଅଛି, 2021-22ର ଅଛି, 2020-21ର ଅଛି। ଆମେ ଉଦାହରଣ ଭାବେ 2023 ଏବଂ 24କୁ ଚୟନ କରିନେବା। ବର୍ଷ ଚୟନ କରିସାରିଲା ପରେ ଅପସନ୍ ଆସୁଛି ୟୁନିଭର୍ସିଟି କିମ୍ବା କଲେଜ। ଆପଣ ଓଡ଼ିଶାର ଯେଉଁ ୟୁନିଭର୍ସିଟି କିମ୍ବା କଲେଜର ଦେଖିବାକୁ ଚାହୁଁଛନ୍ତି ସେହି କଲେଜକୁ ଯାଇକି ଚୟନ କରିବେ। ଦେଖିପାରୁଥିବେ ମୁଁ ଅପସନ୍କୁ ଦେଖିଲି। ଅପସନ୍ରେ ଅନେକ ପ୍ରକାର ଡିଗ୍ରୀ କଲେଜ, ଯେଉଁ ଡିଗ୍ରୀ କଲେଜରେ ପିଜି ଅଛି କିମ୍ବା ଅଟୋନମସ୍ କଲେଜ ଯେପରି ବାଙ୍କି ଅଟୋନମସ୍ ଆପଣଙ୍କୁ ଦେଖାଉଛି, ବ୍ରହ୍ମପୁର ୟୁନିଭର୍ସିଟି। ମୁଁ ଉଦାହରଣ ସ୍ୱରୂପ ଭାବେ ଆପଣଙ୍କୁ ବର୍ତ୍ତମାନ ବ୍ରହ୍ମପୁର ୟୁନିଭର୍ସିଟିର ପିଜି କଟଅଫ୍ ଆପଣଙ୍କୁ ଦେଖେଇବି। ମୁଁ ବର୍ତ୍ତମାନ ବ୍ରହ୍ମପୁର ୟୁନିଭର୍ସିଟି ଚୁଜ୍ କରିନେଲି ଏବଂ ତାପରେ ଆପଣମାନଙ୍କୁ କେଉଁ ସବଜେକ୍ଟରେ ଆପଣ କଟଅଫ୍ ଦେଖିବାକୁ ଚାହାନ୍ତି ସେଇ ସବଜେକ୍ଟକୁ ଆପଣଙ୍କୁ ଚୟନ କରିବାକୁ ହେବ। ଦେଖନ୍ତୁ ମୁଁ ବର୍ତ୍ତମାନ ସବଜେକ୍ଟରେ ଦେଖେଇଦେଲା ଯେ ବାୟୋଟେକ୍ନୋଲୋଜି, ବଟନି, କେମିଷ୍ଟ୍ରି, କମର୍ସ, ଇକୋନୋମିକ୍ସ, ଇଲେକ୍ଟ୍ରୋନିକ୍ସ ସାଇନ୍ସ, ଯେମିତି ବହୁତ ପ୍ରକାର ସବଜେକ୍ଟ ଅଛି। ଯେଉଁ ସବଜେକ୍ଟର ପିଜି ବ୍ରହ୍ମପୁରରେ ଆଭେଲେବୁଲ୍ ଅଛି ସେ ସମ୍ପର୍କିତ ସୂଚନା ଏ ୱେବସାଇଟ୍ରେ ମଧ୍ୟ ମିଳିଯିବ। ଉଦାହରଣ ଭାବେ ମୁଁ ଏଠି ହିଷ୍ଟ୍ରିକୁ ଚୟନ କରିନେଲି ଏବଂ ଆପଣ ସମ୍ପୂର୍ଣ୍ଣ ଡିଟେଲ୍ସ ଦେଇସାରିଲା ପରେ ଶୋ ଅପସନ୍କୁ କ୍ଲିକ୍ କରିବେ। ଦେଖନ୍ତୁ ଶୋ ଅପସନ୍ କ୍ଲିକ୍ କରିସାରିଲା ପରେ ଦେଖିପାରୁଥିବେ ବ୍ରହ୍ମପୁର ୟୁନିଭର୍ସିଟିର 2023-24 ଆଡ଼ମିସନ୍ ବର୍ଷର କଟଅଫ୍ ବର୍ତ୍ତମାନ ଶୋ କରିଯାଇଛି। ଦେଖିପାରୁଥିବେ ବ୍ରହ୍ମପୁର ୟୁନିଭର୍ସିଟି ପିଜି ସବଜେକ୍ଟ ହିଷ୍ଟ୍ରି, କାଟାଗୋରୀ ଜେନେରାଲ। ହଁ, ଏଠି ଆପଣମାନଙ୍କୁ ତିନିଟା ଯେଉଁ ଆପଣ ମେନ୍ କାଟାଗୋରୀ ରହିଲା ଜେନେରାଲ, ଏସି ଏବଂ ଏସଟି, ତାହାର କଟଅଫ୍ ସମ୍ପୂର୍ଣ୍ଣ ଭାବରେ ଆପଣମାନଙ୍କୁ ଦେଖିବାକୁ ମିଳିଯିବ। ଆପଣ ଦେଖିପାରୁଥିବେ ଫାର୍ଷ୍ଟ ସିଲେକ୍ସନ୍, ସେକେଣ୍ଡ ସିଲେକ୍ସନ୍, ଥାର୍ଡ଼ ସିଲେକ୍ସନ୍, ସ୍ପଟ୍ର 3ଟା ଫେଜ୍ ପ୍ରିଭିୟସ୍ ହେଇଥିଲା, 4 ନମ୍ବର, 5 ନମ୍ବର ଏବଂ 6 ନମ୍ବର। ଦେଖିପାରୁଥିବେ ଯେଉଁ ସ୍ପଟ୍ରେ ଯେତେ ବି ମାର୍କ କଟଅଫ୍ ଯାଇଥିଲା ତାହାର ସମ୍ପୂର୍ଣ୍ଣ ଡିଟେଲ୍ସ ଏ ଲିଙ୍କରେ ଆପଣମାନଙ୍କୁ ମିଳିଯିବ। ତ ତାଦ୍ୱାରା ଆପଣମାନେ ନିଜର ପାଠ ପଢ଼ାପଢ଼ି ଆରମ୍ଭ କରିପାରିବେ। ଆଶା କରୁଛି ଛୋଟ ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଇନଫର୍ମେଟିଭ୍ ହେଇଥିବ। ଥ୍ୟାଙ୍କ ୟୁ।